ଭାବିଥିଲି ଏଥର ଜମା ବି ଭୁଲିବୁନି, ନିଶ୍ଚୟ ମନେ ପକାଇବୁ। ହେଲେ ମେସେଜ ପରେ ମେସେଜ ଆସୁଥିଲା, କିନ୍ତୁ ଏତେ ମେସେଜ ଆଉ କଲ୍ ଭିତରେ ତୋ ମେସେଜକୁ ଖୋଜି ଚାଲିଥିଲି। ଆଉ ସବୁ କଲ୍ର ରିଙ୍ଗ ଭିତରେ ତୋ ନମ୍ବରକୁ ଚାତକ ପରି ଅପେକ୍ଷା କରୁଥିଲି। ମୋର ଏ ଜନ୍ମଦିନଟା ପାଖେଇ ଆସିଲେ ତୁ ଯେମିତି କେମିତି ଗୋଟେ ବ୍ୟସ୍ତ ହୋଇ ପଡ଼ୁଥିଲୁ। ମୋବାଇଲର ଷ୍ଟାଟସ୍ ଦେବାକୁ ଆଗରୁ ଫଟୋଗୁଡ଼ା ସିଲେକ୍ଟ କରି ରଖୁଥିଲୁ, ଆଉ ଠିକ୍ ରାତି 12ଟାକୁ ଅପେକ୍ଷା କରୁଥିଲୁ। ଘଣ୍ଟା ଘଣ୍ଟା ମିନିଟ୍ କଣ୍ଟା ଯେତେବେଳେ 12ଟା ଉପରକୁ ଆସିଯାଉଥିଲା, ତୁରନ୍ତ ଫଟୋଗୁଡ଼ା ଷ୍ଟାଟସ୍ରେ ଦେଇ ଦେଉଥିଲୁ। ଆଉ ସମସ୍ତେ ମିଶି କେକ୍ ବି କାଟୁଥିଲେ। ଏଥର ବି ରାତି 12ଟାରେ କେକ୍ କାଟିଥିଲୁ। ସମସ୍ତେ ଥିଲେ, ହେଲେ ତୁ ନଥିଲୁ। ସମସ୍ତେ କେକ୍ ଖୋଇ ଦେଉଥିଲେ ଆଉ ଫଟୋ ଉଠାଉଥିଲେ, ହେଲେ ସେ ଫଟୋରେ ତୁ କିନ୍ତୁ ନଥିଲୁ। କେକ୍ କଟା ସରି ଯାଇଥିଲା ଆଉ ସମସ୍ତେ ଶୋଇବାକୁ ଯାଇଥିଲେ। ମୁଁ କିନ୍ତୁ ସେଇ ପୁରୁଣା ଫଟୋକୁ ଖୋଜି ଚାଲିଥିଲି, ଯେଉଁଥିରେ ତୁ ଥିଲୁ। କିଛି ସମୟ ପର୍ଯ୍ୟନ୍ତ ନିଦ ଆସିନଥିଲା। ପୁରୁଣା ଦିନର ସେ ସ୍ମୃତି ସବୁ ମନେ ପଡ଼ିଯାଇଥିଲା। ଆଖିଟା ଲୁହରେ ଜକେଇ ଆସିଥିଲା। ଚେଷ୍ଟା କରିଥିଲି ଅଟକେଇବାକୁ, ହେଲେ ପାରିନଥିଲି। କିଛି ଲୁହ ବାହାରକୁ ଆସିଯାଇଥିଲା। ପୁଣି ସକାଳୁ ସକାଳୁ ମୋବାଇଲରେ କଲ୍ ଆସିବା ଆରମ୍ଭ ହୋଇଯାଇଥିଲା, ଆଉ ନିଦଟା ଭାଙ୍ଗି ଯାଇଥିଲା। ସବୁ ବର୍ଷ ଭଳି ଏ ବର୍ଷ ବି ଅଫିସରେ ସମସ୍ତେ ମୋ ଜନ୍ମଦିନ ପାଇଁ ବେଶ୍ ଖୁସି ଥିଲେ। ଭାରି ଚଳଚଞ୍ଚଳ ଥିଲା ସେଇ ଖୁସିରେ। ତୁ କିନ୍ତୁ ସାମିଲ ନଥିଲୁ କି ଆଗ ଭଳି ସବୁ ଆୟୋଜନ କରିବାକୁ ତୁ ପାଖରେ ନଥିଲୁ। ସକାଳୁ ଯାଇ ସନ୍ଧ୍ୟା ହେଲା, ସମସ୍ତେ ଆସିଲେ। ମୋ ଜନ୍ମଦିନର ବଡ଼ କେକ୍ଟା ବି ଅଫିସରେ କଟା ହେଲା। ଅଫିସରେ ସମସ୍ତେ ଥିଲେ, ହେଲେ କେକ୍ କାଟିଲା ବେଳେ ମୋ ପାଖରେ ଠିଆ ହେବାକୁ ତୁ କିନ୍ତୁ ନଥିଲୁ। ଭୋଜି ଭାତ ସବୁ ହେଲା, ସମସ୍ତେ ମସ୍ତିରେ ବ୍ୟସ୍ତ ଥିଲେ। ମୁଁ କିନ୍ତୁ ଟିକିଏ ଗୁମସୁମ ରହୁଥିଲି। ଅଫିସରେ ସମସ୍ତଙ୍କ ପାଇଁ ହସିବାକୁ ପଡ଼ୁଥିଲା, ହେଲେ କିଏ ଜାଣିଥିଲା ତୁ ନଥିଲୁ ବୋଲି ମୋ ମନ ଭିତରେ କେତେ ଦୁଃଖ ଥିଲା। ସବୁ ସରିଯାଇଥିଲା, ସମସ୍ତେ ନିଜ ନିଜ ରାସ୍ତାରେ ଚାଲି ଯାଇଥିଲେ। ହେଲେ ନା ତ ୱିଶ୍ ଆସିଥିଲା, ନା ମେସେଜ, ନା କଲ୍, ନା ଷ୍ଟାଟସ୍ରେ ଦେଖିବାକୁ ପାଇଥିଲି ଗୋଟେ ବି ପୋଷ୍ଟ। ଯଦିଓ ମୋ ନମ୍ବରକୁ ବ୍ଲକ୍ କରିଥିଲୁ, ତଥାପି ଅନେକ ଥର ଅନ୍ୟମାନଙ୍କ ମୋବାଇଲ ନେଇ ତୋ ଷ୍ଟାଟସ୍ଟା ଚେକ୍ କରିଛି, ହେଲେ ସବୁଥର ନିରାଶ ହେବାକୁ ପଡ଼ୁଥିଲା। ସତ କହିଲୁ, ଏତେ ଭଲ ପାଉଥିବା ଭାଇଟାକୁ କାହିଁକି ସବୁଠାରୁ ବେଶୀ ଘୃଣା କରିବା ଆରମ୍ଭ କରିଦେଇଥିଲୁ? ମୋତେ ତ ଲାଗୁନି ମୁଁ ସେମିତି କିଛି ଭୁଲ କରିଛି, ଯେଉଁଥିପାଇଁ ଏଇ ଜନ୍ମଦିନଟା ୱିଶ୍ କରିବାକୁ ବି ତୋର ଇଚ୍ଛା ହେଉନଥିଲା। ଜନ୍ମଦିନଟା ଏମିତି ଏକ ଦିନ ଯେଉଁ ଦିନରେ ଯେତେ ଶତ୍ରୁତା ଥିଲେ ବି ୱିଶ୍ କରିବାକୁ କେହି ବି ଭୁଲନ୍ତି ନାହିଁ। ହେଲେ ମୁଁ କ'ଣ ତୋ ପାଇଁ ତାଠୁ ବି ଅଧିକା ହେଇଯାଇଥିଲି? ତୁ ଯାହା ଭାବୁଛୁ ଭାବ, ମୋର କିନ୍ତୁ ବିଶ୍ୱାସ ଅଛି ଦିନ ଆସିବ ସମସ୍ତେ ତାଙ୍କ ଭୁଲ ବୁଝିପାରିବେ, ଆଉ ତୁ ପୁଣି ଥରେ ତୋ ଭାଇ ଜନ୍ମଦିନରେ ଏଇ ଭାଇକୁ ୱିଶ୍ କରିବୁ। ଆଉ ଆଗ ଭଳି କେକ୍ କାଟୁଥିଲା ବେଳେ ଯେମିତି ପାଖରେ ଠିଆ ହେଉଥିଲୁ, ସେମିତି ଠିଆ ବି ହେବୁ। ଆଉ ତତେ କେକ୍ ଖୋଇଦେଲା ବେଳେ ତୋ ମୁହଁରେ ସେମିତି ବୋଳି ଦେଇ ଦୌଡ଼ି ପଳଉଥିବି। ଶେଷରେ ପୁଣି ଥରେ ରାତି 12ଟା ହେଇଯାଇଥିଲା, ଆଉ ଘଣ୍ଟା ଘଣ୍ଟା ମିନିଟ୍ କଣ୍ଟା ଏକା ସାଙ୍ଗରେ 12 ଉପରକୁ ଆସିଯାଇଥିଲା। କିଛି ସମୟ ଚୁପଚାପ ବସି ପଡ଼ିଲି, ଆଉ ଏଇ କେଇପଦ କଥା ଲେଖିଦେଇଥିଲି। ହୁଏତ ତୁ ଶୁଣିଲା ପରେ ତତେ କଷ୍ଟ ହୋଇପାରେ, କାହିଁକିନା ମୁଁ ଜାଣିଛି ଆଜି ବି ତୋ ଭାଇର ଭଲ ପାଇଁ ସବୁବେଳେ ଶୁଭ ମନାସୁଛୁ। ଆଉ ତୋର ଭାଇକୁ ସେ ୱିଶ୍ କରିବାକୁ ଇଚ୍ଛା ଥିଲେ ବି କେଉଁ ଗୋଟେ ଅଜଣା ଡର ତତେ ପଛରୁ ଟାଣି ଦେଉଛି। ଯେଉଁ ଅଜଣା ଡର ପାଇଁ ଆମ ପବିତ୍ର ସମ୍ପର୍କଟା ଦୂରେଇ ଯାଇଥିଲା। ସେଇ ଡର ଭିତରେ ବି କେବେ ଭାଇର ଅମଙ୍ଗଳ ଚିନ୍ତା କରିନୁ କି କେବେ କରିବୁନି, ଏ ବିଶ୍ୱାସ ତ ପୁରା ଥିଲା। ପୁଣି ଅପେକ୍ଷା ରହିବ ଆର ବରଷକୁ। କେଜାଣି କ'ଣ କରିବୁ ଜାଣିନି, କିନ୍ତୁ ଏ ଭାଇ ତତେ ତା ଜନ୍ମଦିନ ଆଉ ରାକ୍ଷୀ ପୂର୍ଣ୍ଣିମାରେ ଅପେକ୍ଷା କରିବାକୁ ଜମା ବି ଭୁଲିବନି। ରହୁଛି, ଯଦି କିଛି ଭୁଲ କହିଥାଏ ବଡ଼ ଭାଇ ପାଇଁ ସବୁ ଭୁଲିଯିବୁ ବୋଲି ଆଶା ଅଛି। ଜାଣିଛି ତୋର କିଛି ଉତ୍ତର ଆସିବନି, ତଥାପି ତୋ ଉତ୍ତର ଅପେକ୍ଷାରେ ରହିବାକୁ ମୋତେ ଜମା ବି ଦୁଃଖ ନଥିଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।